ଜୟ ଜଗନ୍ନାଥ। ପିଲାମାନେ ଆମେ ସମ୍ବାଦର ସାହିତ୍ୟ 1, 2, 3 ତିନିଟା ଆଲୋଚନା କରିଦେଇଛେ। ଆଜି ପ୍ରମେୟରୁ ଗୋଟିଏ ସାହିତ୍ୟ ଆଲୋଚନା କରିବା ହେଲା। ଅତି ସୁନ୍ଦର ଭାବରେ ଆଲୋଚନା ହେଇଛି, ଟିକେ ମନ ଧ୍ୟାନ ଦେଇକି ଦେଖିବ, ବହୁତ ଭଲ ହବ ତମର ହେଲା। ଦେଖ କ୍ୱେଶ୍ଚିନ୍ ନମ୍ବର 1 ପିଲେ, କ୍ୱେଶ୍ଚିନ୍ ନମ୍ବର 1 ହେଲା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? ଅପସନ୍ ସି 1888 ମସିହାରେ। ୟା ବିଷୟରେ ଟିକେ କହୁଛି। 1888 ମସିହା ଡିସେମ୍ବର 9 ତାରିଖରେ, ମନେ ରଖ, ଡିସେମ୍ବର 9 ତାରିଖରେ ମାଣବସା ଗୁରୁବାର ଦିନ ଜନ୍ମ ହୋଇଥିଲେ। ତେଣୁ ମାଣବସା ଲକ୍ଷ୍ମୀବାର ଜନ୍ମ ହୋଇଥିଲେ ବୋଲି ତାଙ୍କ ନାଁ ଲକ୍ଷ୍ମୀକାନ୍ତ ଦିଆହେଇଥିଲା। ତାଙ୍କ ବାପା ନାଁ ଜାଣିଛ, ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ମାତାଙ୍କ ନାମ ହେଲା କଣ? ରାଧାମଣୀ ଦେବୀ। ସିଏ କଣ୍ଟାବାଡ଼ ଜମିଦାରଙ୍କ କନ୍ୟା। ତାଙ୍କ ଜନ୍ମ ନିଜ ବାସିନ୍ଦା କୋଉଠି? ତାଙ୍କର ବାପାଙ୍କ ଘର, ସେ କିନ୍ତୁ ଜନ୍ମ ହେଇଥିଲେ କଟକରେ, କିନ୍ତୁ ତାଙ୍କ ନିଜ ଗ୍ରାମ ହେଲା କୋଉଟା ନା ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମ, ମନେ ହେଲା। କିନ୍ତୁ ସେ ଜନ୍ମ ହେଇଥିଲେ କୋଉଠି? କଟକ ସହର ଧୂଆଁପତ୍ରିଆ ଗଳି ବାଖରାବାଦର ଏକ ଗୃହରେ। କଟକ ସହର ଧୂଆଁପତ୍ରିଆ ଗଳି ବାଖରାବାଦର ଏକ ଗୃହରେ ସେ ଜନ୍ମଗ୍ରହଣ କରିଥିଲେ। ତାହେଲେ ମନେ ବହୁତ କଥା କହିଦେଲି। ତାପରେ 2 ନମ୍ବର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ନିମ୍ନତଃ କେଉଁ ସହରରେ ଜନ୍ମ କରିଥିଲେ? କଟକ ସହରର ଧୂଆଁପତ୍ରିଆ ଗଳି ବାଖରାବାଦର ଏକ ଗୃହରେ ଜନ୍ମ କରିଥିଲେ। 3 ନମ୍ବର, କାନ୍ତକବି ଲକ୍ଷ୍ମୀକାନ୍ତ ପୈତୃକ ଗ୍ରାମ ନାମ ଏଇନା କହିଥିଲି, ତାଳପଦା, ଭଦ୍ରକ ଜିଲ୍ଲାର ତାଳପଦା ହେଲା। ତାଳପଦା ହେଲା ଭଦ୍ରକ ଜିଲ୍ଲାରେ, ମନେ ରଖ। ଲକ୍ଷ୍ମୀକାନ୍ତ ମହାପାତ୍ର କେବେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ? 1907 ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷା ବୋଲେ ଆମର ଯୋଉ ଆଜିକାଲି ମାଟ୍ରିକ, ସେଥିରେ ତାକୁ କୁହାଉଥିଲା ଏଣ୍ଟ୍ରାନ୍ସ ପରୀକ୍ଷା, ମନେ ରଖ ହେଲା। କୋଉଠୁ? ବାଲେଶ୍ୱର, ମନେ ରଖିଥା, ବହୁତ କଥା ତା ଦେହରେ ଆନୁଷଙ୍ଗିକ କଥା କହିଦେଉଛି। ବାଲେଶ୍ୱର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ। ଏଣ୍ଟ୍ରାନ୍ସ ପରୀକ୍ଷା ପାସ୍ କରିଥିଲେ ଅର୍ଥ ମାଟ୍ରିକ ପାସ୍ କରିଥିଲେ। କ୍ଲିୟର? ନିମ୍ନତଃ କିଏ କାନ୍ତକବିଙ୍କ ପତ୍ନୀ ଥିଲେ? 5 ନମ୍ବର, କାନ୍ତକଙ୍କ ପତ୍ନୀ ଥିଲେ ଲବଙ୍ଗଲତା। ଅପସନ୍ ବି ଲବଙ୍ଗଲତା। କିଏ ସେ? ନା ବାଲେଶ୍ୱରର ସୁନହଟର ଲାଲମୋହନ ଦାସଙ୍କ କନ୍ୟା। ବାଲେଶ୍ୱରର ସୁନହଟର ଲାଲମୋହନ ଦାସଙ୍କର କନ୍ୟା ହେଲେ ଲବଙ୍ଗଲତା, ସେଇଆକୁ ବିବାହ କରିଥିଲେ। ତାପରେ କ୍ୱେଶ୍ଚିନ୍ ନମ୍ବର 6 ପିଲେ, କାଞ୍ଚି କାବେରୀ ନାଟକରେ ଭଦ୍ରା ଓ ଭିକାରିଣୀ ଭୂମିକାରେ ଅଭିନୟ କରିବା ସହିତ ଅନ୍ୟ କେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇ ଲକ୍ଷ୍ମୀକାନ୍ତ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲେ? ନର୍ତ୍ତକୀ। ଅପସନ୍ ଡି ନର୍ତ୍ତକୀ ଭୂମିକାରେ। ଆଉ ମନେ କହ, ସେଇଠି କଣ କରିଥିଲେ ସେ ଆଉ କଣ କହିଥିଲେ ନା ସେ ଯୋଉ ବଜେଇଥିଲେ କେନ୍ଦ୍ରା, ରାମତାଳି, ଗୋପୀଚନ୍ଦ୍ର। ମନେ କହ, କେନ୍ଦ୍ରା, ରାମତାଳି ଆଉ ଗୋପୀଚନ୍ଦ୍ର ମଧ୍ୟ ବଜେଇଥିଲେ ସେଇ ନାଟକରେ। କ୍ଲିୟର? 7 ନମ୍ବର ପିଲେ, କିଏ ମୁକୁର ପତ୍ରିକାର ସମ୍ପାଦକ ଥିଲେ? ବ୍ରଜସୁନ୍ଦର ଦାସ। ଅପସନ୍ ବି ମୁକୁର ପତ୍ରିକାର ସମ୍ପାଦକ ଥିଲେ କିଏ? ସେ ବ୍ରଜସୁନ୍ଦର ଦାସ। 8 ନମ୍ବର, ଲକ୍ଷ୍ମୀକାନ୍ତ, ଦେଖ 8 ନମ୍ବର, ଲକ୍ଷ୍ମୀକାନ୍ତ ଏଣ୍ଟ୍ରାନ୍ସ ପଢିବା ବେଳେ କବିତା ଲେଖିବା ପାଇଁ ଛାତ୍ରାବାସରେ କାହାର ଶ୍ରଦ୍ଧାଭାଜନ ହେଇଥିଲେ? ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଭାଜନ ହେଇଥିଲେ। ଅପସନ୍ ଡି। କ୍ୱେଶ୍ଚିନ୍ ନମ୍ବର 9, ଲକ୍ଷ୍ମୀକାନ୍ତଙ୍କୁ କେଉଁଠାରେ ସମ୍ବର୍ଦ୍ଧନା ସଭା କରାଯାଇ କାନ୍ତକବି ରୂପେ ଘୋଷଣା କରାଯାଇଥିଲା? ଭଦ୍ରକ ହାଇସ୍କୁଲରେ। ମନେ ହେଲା? କୋଉ ମସିହାରେ? ମନେ ରଖ, 1934 ମସିହାରେ ଗୋଟେ ସମ୍ବର୍ଦ୍ଧନା ସଭା କରାଯାଇଥିଲା। ତାଙ୍କୁ ସେଇଠି କାନ୍ତକବି ବୋଲି ଘୋଷଣା କରାଗଲା। ସେଇ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କିଏ କରିଥିଲେ? କବି ଚିନ୍ତାମଣି ମହାନ୍ତି। ମନେ କହ, ସେଇ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କିଏ କରିଥିଲେ? କବି ଚିନ୍ତାମଣି ମହାନ୍ତି। ମୁଖ୍ୟ ଉଦ୍ୟୋକ୍ତା, ସେଇ ସଭାର ମୁଖ୍ୟ ଉଦ୍ୟୋକ୍ତା କିଏ ଥିଲେ? ଲକ୍ଷ୍ମୀ ନାରାୟଣ ସାହୁ। ସବୁ କ୍ଲିୟର, ମନେ କହିଦଉଛି।
ଲକ୍ଷ୍ମୀ ନାରାୟଣ ସାହୁ ଉଦ୍ୟୋକ୍ତା ଥିଲେ। 10 ନମ୍ବର ଲକ୍ଷ୍ମୀକାନ୍ତ ମହାପାତ୍ର କେବେ ବିଏ ପାସ୍ କଲେ? 1913 ମସିହାରେ ବିଏ ପାସ୍ କଲେ। କୋଉଠୁ? ରେଭେନ୍ସା କଲେଜରୁ। ମନେ ରଖ, ଅଧିକା କଥା କହୁଛି ତମକୁ। ତାପରେ 11 ନମ୍ବର ଲକ୍ଷ୍ମୀକାନ୍ତ ମହାପାତ୍ର କାହାଠାରୁ ଦୀକ୍ଷା ଗ୍ରହଣ କରିଥିଲେ? ନା ତାଙ୍କର କୁଳଗୁରୁ ବାବାଜୀ ରାମଦାସ। କ୍ଲିୟର? କାହାଠୁ ସେ ଦୀକ୍ଷା ଗ୍ରହଣ କରିଥିଲେ? କୁଳଗୁରୁ ବାବାଜୀ ରାମଦାସ। 12 ନମ୍ବର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କୁଳଦେବତା କିଏ? ସେ କୁଳଦେବତା ହେଲେ ଗୋପୀନାଥ। ତାଙ୍କ କୁଳଦେବତା ହେଲେ ଅପସନ୍ ଡି ଗୋପୀନାଥ। 13 ନମ୍ବର ପିଲେ କାନ୍ତକବି ରଚିତ ଅଶ୍ୱଯୋଗୀର ଆତ୍ମକଥା ଗଦ୍ୟ ରଚନାଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ ପତ୍ରିକାରେ। ଅପସନ୍ ବି ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ କରିଥିଲା। ପତ୍ରିକାର 5ଟି ସଂଖ୍ୟାରେ ପ୍ରକାଶ ପାଇଥିଲା। କେବେ? 1926-27ରେ। ମନେ ରଖ, 1926-27ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ହେଲା। ତାପରେ 14 ନମ୍ବର ନିମ୍ନୋକ୍ତ କେଉଁଠି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଏକ ଉପନ୍ୟାସ ଅଟେ? ଉପନ୍ୟାସ ହେଲା କଣା ମାମୁଁ। ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଉପନ୍ୟାସ ହେଲା କଣା ମାମୁଁ। ତାପରେ 15 ନମ୍ବର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେବେ ଗୋପୀନାଥ ସଙ୍ଗୀତ ସମାଜ ଗଠନ କରିଥିଲେ? 1921 ମସିହାରେ ପିଲେ। ଗୋପୀନାଥ ସଙ୍ଗୀତ ସମାଜ ଗଠନ କରିଥିଲେ 1921ରେ। ପ୍ରଥମେ ଏହା ଅପେରା ଆଉ ପରେ ଏହା ଥିଏଟର ପରିଣତ ହେଲା। ମନେ ରଖ, ଏଇ ଯୋଉ ଗୋପୀନାଥ ସଙ୍ଗୀତ ସମାଜ 1921ରେ ଗଠନ କରିଥିଲେ। କେବେ? 1921ରେ ଗଠନ କରିଥିଲେ। ପ୍ରଥମେ ଏହା ଅପେରା ଥିଲା, ତାପରେ ଏହା କୋଉଥିରେ? ଥିଏଟରରେ ପରିଣତ ହେଲା। ମନେ ରଖ, ପ୍ରଥମେ ଅପେରା ଥିଲା, ତାପରେ ଥିଏଟରରେ ପରିଣତ ହେଲା। ଅଧିକା ସବୁ ଜିନିଷ କହୁଛି, ମନେ ରଖ ଭଲ ଭାବରେ ଦେଖ। 16 ନମ୍ବର କଳାମାଣିକରେ ଅନୁକରଣୀୟ ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଥିବା ଲାଳିକା ନାମ କଣ? ଧଳାମାଣିକ। ଆରେ କଳାମାଣିକଟି କିଏ ଲେଖିଥିଲେ? ଅଭିମନ୍ୟୁ ସାମନ୍ତ ସିଂହାର। କୋଉଥିରେ ଲେଖିଥିଲେ? ବିଦଗ୍ଧ ଚିନ୍ତାମଣି। ମନେ ରଖ, କଳାମାଣିକ ଲେଖିଥିଲା କୋଉଥିରେ? ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ବିଦଗ୍ଧ ଚିନ୍ତାମଣିରେ। ତାରି ଅନୁକରଣରେ ଇଏ ଲେଖିଲେ ଧଳାମାଣିକରେ। କ୍ଲିୟର? ତାପରେ ମନେ ରଖିଲେ ଚଟକ ଚନ୍ଦ୍ରାଂଶ ମୁଁ କହିଦଉଛି। କବି ସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କେହି ତାକୁ କହନ୍ତି କିଶୋର ଚନ୍ଦ୍ରାନନ ଚମ୍ପୁ। ମନେ ରଖିଥା, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ବା କିଶୋର ଚନ୍ଦ୍ରାନନ ଚମ୍ପୁ। ତାରି ଅନୁକରଣରେ ଲେଖିଥିଲେ କଣ? ଚଟକ ଚନ୍ଦ୍ରାସ ଚମ୍ପୁ। ମନେ ହେଲା? କବି ସୂର୍ଯ୍ୟ ବଳଦେବ ରଥଙ୍କ ଅନୁକରଣରେ। କ୍ଲିୟର? ତାପରେ କଟକ ସଫର ଲେଖିଦେଲେ। ମନେ ହେଲା କାହାକୁ? ନା ଫକୀର ମୋହନ ସେନାପତିଙ୍କ ଉତ୍କଳ ଭ୍ରମଣ। ଉତ୍କଳ ଭ୍ରମଣ ଅନୁକରଣରେ ଲେଖିଥିଲେ କଟକ ସଫର ଲାଳିକାଟେ। ହେଲା। ଫକୀର ମୋହନ ସେନାପତିଙ୍କ ଉତ୍କଳ ଭ୍ରମଣ। ମନେ ସବୁ କହିଦେଲି। କ୍ଲିୟର? 17 ନମ୍ବର ନାଟ୍ୟ ସାହିତ୍ୟ ଧାରାରେ ଲକ୍ଷ୍ମୀକାନ୍ତ ମହାପାତ୍ର ରଚନା କରିଥିବା ହନୁମନ୍ତର ବସ୍ତ୍ର କଣ କହନ୍ତି? ପ୍ରହସନ। କଣ କୁହାଯାଏ? ପ୍ରହସନ। ଆଉ କଣ ପ୍ରହସନ ମନେ ରଚନା କରିଥିଲେ? ମନେ ପ୍ରହସନ ମନେ କହିଦଉଛି କାଳେ ମନେ ରଖ। ଡିମ୍ବୋକ୍ରେସି ସଭା, ହନୁମନ୍ତର ବସ୍ତ୍ରହରଣ, ଜର୍ମାନ ଦୂତ ଓ ବ୍ରିଟିଶ ଦୂତଙ୍କ ପ୍ରଶ୍ନୋତ୍ତର, ଏଇସବୁ ହଉଛି ପ୍ରହସନ ରଚନା। ତାପରେ ଆସିଲା 18 ନମ୍ବର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଜୀବନ ସମ୍ବନ୍ଧୀୟ ପଦ୍ୟମୟ ଶିଶୁ ସାହିତ୍ୟ କୃତିର ନାମ କଣ? ଏହା ନାଁ ହେଲା ଚିଡ଼ିଆଖାନା। ଅପସନ୍ ସି। 19 ନମ୍ବର କାନ୍ତକବି ରଚିତ ଆଧ୍ୟାତ୍ମବାଦୀ ଗୀତ ଗୁଡ଼ିକ ସଂକଳନର ନାମ କଣ? ହେଲା ଜୀବନ ସଙ୍ଗୀତ। ଅପସନ୍ ଡି। 20 ନମ୍ବର କାନ୍ତକବିଙ୍କ ମହାନ କୃତି ବନ୍ଦେ ଉତ୍କଳ ଜନନୀ କେଉଁ କବିତା ସଂକଳନରେ ସ୍ଥାନ ପାଇଛି? କୋଉଥିରେ? ଜାତୀୟ ସଙ୍ଗୀତ। କୋଉଥିରେ? ଜାତୀୟ ସଙ୍ଗୀତରେ ସ୍ଥାନ ପାଇଛି। 21 ନମ୍ବର ନିମ୍ନୋକ୍ତ କେଉଁ ଗୀତଟି ଓଡ଼ିଶା ସରକାରଙ୍କ ଦ୍ୱାରା 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି? ବନ୍ଦେ ଉତ୍କଳ ଜନନୀ। 2020 ମସିହାରେ এই যে বন্দে উৎকল জননী কান্তকবি লক্ষ্ମୀକାନ୍ତ ମହାପାତ୍ର ଲେଖିଛନ୍ତି, ଇଏ ପାଇଛି 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି ବନ୍ଦେ ଉତ୍କଳ ଜନନୀ।
तापर 22 नंबर पिले बुढ़ा संघारी गल्पर गाल्पिक नाम किए से बुढ़ा संघारी लिखिं लक्ष्मीकांत महापात्र किए लिखिं बुढ़ा संघारी लिखिं लक्ष्मीकांत महापात्र मनक यह पाठक मानक मध्य अभूला कहानी पढ़िया प्रश्न पाठक मान मध्य अभूला कहानी किए रही बुढ़ा संघारी ये प्रेम और करुणर भाव प्रकाश होती प्रेम और करुणर भाव है 23 नंबर वंदे उत्कल जनी कवितार कांतकवि क्या जननी बोली कहते ना उत्कल को अरे जननी क्या कहते उत्कल को कौन कहते प्रथम प्रथम पद लिखाई कौन वंदे उत्कल जननी चारु भाषमयी जननी 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 है 24 नंबर उत्कल जननी शरीर को किए धौत करुछि अरे उत्कल जननी शरीर किए धौत समुद्र ऑप्शन डी कौन लिखाई द्वितीय पदरे पूत पयोधि विधौत शरीरा ताल तमाल सुशोभित तीरा शुभ्र तटीनी कूल शिखर समीरा जननी 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 है ताले कैसे स्वर्ग धौत करुची समुद्र 25 नंबर क्यों वृक्ष मान द्वारा उत्कल समुद्र तट सुशोभित ताल तमाल ये लिखी ना कौन पूत पयोधि विधौत शरीरा ताल तमाल सुशोभित तीरा है ताल तमाल शुभ्र तटीनी कूल शिखर समीरा जननी 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 ताल तमाल वृक्ष द्वारा 26 नंबर कहार श्यामल शोभा उत्कल जननी अंग शोभित कहार श्यामल शोभा ना घन वनभूमि ऑप्शन बी कहार श्यामल शोभा उत्कल जननी अंग शोभित घंच वनभूमि ऑप्शन बी कौन लिखिं घन घन वनभूमि राजित अंगे नील भूधरमाला साजे तरंगे कल कल मुखरित चारु विहंगे जननी 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 है घन घन वनभूमि राजित अंगे ताले घन वनभूमि 27 नंबर नील भूधरमाला उत्कल जननी पक्षरे किभଳି सज्जित होइछन्ति नील भूधरमाला केमि सज्जित ना तरंग भଳି ऑप्शन डी है लिखी से घन घन वनभूमि राजित अंगे नील भूधरमाला साजे तरंगे नील भूधरमाला साजे तरंगे कल कल मुखरित चारु विहंगे जननी 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 क्लियर ताले तरंग 28 कहार प्रदर्शन रे उत्कल जननी नेत्र उद्भासित उत्कल जननी नेत्र क्या द्वारा उद्भासित ज्ञान विज्ञान द्वारा लिखिं कौन सुंदर शाली सुशोभित नेत्रा सुंदर शाली सुशोभित नेत्रा ज्ञान विज्ञान प्रदर्शित नेत्रा ज्ञान विज्ञान प्रदर्शित नेत्रा जोगी ऋषिगण उट्टज पवित्रा जननी 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 क्लियर तारे ज्ञान विज्ञान बड़े पढ़ीद मन सब 29 क्यों प्रदेश पुण्यतीर्थ मानक पूर्ण परिपूर्ण कैसे उत्कल अरे उत्कल हूँ पुण्यतीर्थ मानक परिपूर्ण कहते कौन कहते सुंदर मंदिर मंडित देशा चारु कलावली शोभित बेशा पूर्ण तीर्थचय पूर्ण प्रदेशा पूर्ण तीर्थचय पूर्ण प्रदेशा जननी 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 है ताले तीर्थ मानक परिपूर्ण कैसे उत्कल 30 नंबर क्यों मानक रक्त उत्कल जननी शरीर रंजित होती उत्कल शरीर जननी शरीर रंजित होती क्या रक्त शत्रु मान रक्त 30 नंबर है सी है कौन लिखाई ना उत्कल सुरवीर दर्पित गेहा अरिकूल शोणित चर्चित देहा अरिकूल शोणित चर्चित देहा अरिकूल बोले शत्रु अरि बोले शत्रु शोणित बोले रक्त अरिकूल शोणित चर्चित देहा विश्वभूमंडल कृतवर स्नेहा जननी 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 है ताले शत्रु 31 नंबर किए महान कवि और सुपुत्र मान द्वारा वंदनीय अटे किए से वंदनीय अरे सुपुत्र आ वंदनीय आमर किए से आम उत्कल जननी वंदनीय
31 नंबर है सी 31 नंबर है पिले कौन सी 31 नंबर है सी किए महान कवि अशोक बंदनिया ना सी उत्कल कौन कविकूल मौली सुनंदन बंद्या कविकूल मौली सुनंदन बंद्या भुवन विघोषित कीर्ति अनिंद्या धन्य पुण्य चीर नीर सर शरण्य चीर शरण्य जननी 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 कविकूल मौली सुनंदन सुनंदन बंद्या भुवन घोषित कीर्ति अनिंद्या धन्य पुण्य चीर शरण्य जननी 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 32 क्यों माने उत्कल जननी वंदना करिसेंती क्यों माने कवि एथरे पड़े परा कविकूल मौली सुनंदन बंद्या सुनंदन बंद्या बंदन होइछि वंदित होइछन्ति का द्वारा कविंग द्वारा 33 नंबर कांत कवि काहाकू चिर शरण दात्री बोली कहिसेंति काहाकू उत्कल जननी कहिसेंति हला सरला पिले वीडियो देखो जहाँ मोर नोट बा पीडीएफ जो चाहूँ सबू तुम टेलीग्राम ग्रुप रे जॉइन कर वीडियो तले लिंक दिखाई है लिंक जॉइन कर सब जिन जिते बढ़िया बढ़िया जिन कहूँ पे सबू ऑब्जेक्टिव कहुई गणित विज्ञान इंग्राजी सोशल साइंस जो इतिहास भूगोल है संस्कृत भी संस्कृत पंडित भल पंडित जन पढ़ी है साहित्य सब पूरा कहुई देख है थैंक यू वेरी मच।